ସକାଳ ଜଳଖିଆରେ ଚାହା ଚୋଡ଼ା ଭଜା ଖାଇ ରୋଷେଇ କରିବା ପାଇଁ ମୁଁ ବାହାରିଲି ବେଶଭୂଷା ହେଇ। ଟିକୁ ମୋର ମୋଡି ମାଡି ବାନ୍ଧିଥିଲି ଗଣ୍ଠି ପକେଇ। ତାପରେ ଲାଇଟ୍ ଫ୍ୟାନ୍ କବାଟ ସବୁ ବନ୍ଦ କରି ଆସିଲା ବେଳେ କଇଁ ପତ୍ରରେ ବାଲି ଛତୁ ଥୁଆ ହେଇଥିବାର ଦେଖଇ। ଯେତିକି ଅଛି ଛତୁ ମୁଠେ ନାକରୁ ବି ହବନି। ଯୋଗୁକୁ ଆଜି କେହି ନାହାନ୍ତି, ଗୋଟେ ପିଆଜ ପକେଇ ଭାଜିଦେଲେ ମତେ ଚଳିଯିବନି। ବଛା ବଛି ପରେ ସବୁ ରୋଷେଇ ସାରିକି ଆସିଲି। ଦୂରରୁ ଆଦି ବାବାଙ୍କୁ ବୋଉ କାଖେଇକି ଆଣୁଥିବାର ଦେଖିଲି। ଖେଳ ଛୁଟିରେ ଆସିଥିବାରୁ ପ୍ରଥମେ ଆଦି ବାବାଙ୍କୁ ଖୁଆଇ ପିଇ ସ୍କୁଲ ଛାଡିଲା ପରେ ମୋ ଖାଇବା ମୁଁ ଆରମ୍ଭ କରେ। ଭାତ, ଡାଲି, ପୋଟଳ ଭଜାକୁ ଛତୁ ଭଜା, ଏମିତି ସ୍ଵାଦିଷ୍ଟ ଦରବ ପାଇଲେ ମୋର ତ ମଜା। 5ଟା ବେଳେ ମା ପୁଅ ଯାଇ ବସିଥିଲୁ ଛାତ ଉପରେ। ସେତିକି ବେଳେ ଦିଶା ଆସି ଦେଇଥିଲେ ଚକୋଲେଟ ଗୋଟେ ମୋ ହାତରେ। ବଦଳରେ କରିଥିଲି ମୁଁ ତାଙ୍କୁ ଗୋଟେ ଗେଲ। ଏଇଠି ଏବେ ଭାଇ ଭଉଣୀଙ୍କର ଚାଲିବ ସ୍କେଟିଂ ଖେଳ। ବାପାଙ୍କ ହାଟକୁ ଯିବା ପୂର୍ବରୁ ବୋଉ ଆସି ପଚାରିଲେ କି ଖାଇବୁ ମୁନୁ ହାଟରୁ ବାପା ବୋଟକା ବୋଲି ଆଣିଲେ। ତରରେ ମୁଁ କହିଥିଲି ଚଟପଟା ଜିନିଷ କାହାକୁ ହବା ଭଲ ନ ଲାଗେ ଖାଇବାକୁ କହିଲେ। ସେଥିପାଇଁ ହାଟରୁ ଫେରି ବାପା ଆଣିଦେଲେ ବୋଟକା ବୁଲିକୁ ଦହିବରା। ଏଇଟା ନକରି ସେ ସବୁକୁ ତତ୍ପରତ ବାଢି ଦେଇଥିଲି ପରା। ଡିନର କରିଥିଲି ଟମାଟୋ ଚକଟାକୁ ପଖାଳ ଭାତ। ତାପରେ ଶୋଇଥିଲି ଯାଇ ଧୁଆ ଧୁଇ କରି ଗୋଡ ହାତ। ଭଲ ଲାଗିଲେ ସବସ୍କ୍ରାଇବ ନିଶ୍ଚିନ୍ତ କରନ୍ତୁ। ଜୟ ଜଗନ୍ନାଥ।